ଆପଣଙ୍କ ସାଙ୍ଗରେ ଏମିତି କିଛି ହେଉଛି କି ଏବେ ଖାଇବା ତ ଖାଇଛି ତାପରେ ବି ଖାଇବାକୁ ଇଚ୍ଛା ହୋଇଥାଏ, ଯେମିତିକି ମୋମୋ, ପିଜ୍ଜା, ମିଠା ଆଉ ଥଣ୍ଡା, କୁରକୁରି ଏସବୁ ଖାଇବାକୁ ଇଚ୍ଛା ହୋଇଥାଏ। ସେଥିପାଇଁ ଆପଣଙ୍କ ଖାଇବାରେ ପ୍ରୋଟିନ୍ କିଛି କମିଥାଏ। ସେଥିପାଇଁ ଆପଣଙ୍କ ବାରମ୍ବାର କ୍ରେଭିଂସ୍ ହୋଇଥାଏ। ଆପଣଙ୍କ ବଡ଼ିରେ କ୍ରେଭିଂସ୍ ହେବାରୁ କେତେ ସାରା ରିଜିନ୍ ହୋଇଥାଏ। ପ୍ରଥମେ ହେଲା ପ୍ରୋଟିନ୍ର ଡିଫିସିଏନ୍ସି। ଆପଣଙ୍କ ବଡ଼ିରେ ପ୍ରପର୍ ପ୍ରୋଟିନ୍ ଆଉ ନ୍ୟୁଟ୍ରିସନ୍ ନ ମିଳିବାରୁ ଆପଣଙ୍କ ପେଟ ଶୀଘ୍ର ଖାଲି ହୋଇଥାଏ। ସେଥିପାଇଁ ଆପଣଙ୍କ ବଡ଼ିକୁ ସିଗ୍ନାଲ୍ ଦେଇଥାଏ କି କିଛି କିଛି ଖାଅ। ସେକେଣ୍ଡ ହେଲା ଆପଣଙ୍କ ୱାଟର୍ ଇନଟେକ୍ କମ୍ ହେବାରୁ କ୍ରେଭିଂସ୍ ହୋଇଥାଏ। ସେଥିପାଇଁ ଆପଣଙ୍କୁ ବାରମ୍ବାର ଇଚ୍ଛା ହୋଇଥାଏ ନା କିଛି ଖାଇବା ପାଇଁକା। ସେଥିପାଇଁ ଆପଣମାନେ ପ୍ରପର୍ ୱାଟର୍ ଇନଟେକ୍ ରଖନ୍ତୁ। ଥାର୍ଡ଼ ହେଲା ଯଦି ଆପଣଙ୍କର ନିଦ ଠିକ୍ ହୋଇନଥାଏ କି ଅଧିକା ଷ୍ଟ୍ରେସ୍ ଥାଏ, ସେଥିପାଇଁ ଆପଣ ବଡ଼ିକୁ ସୁଗାର ଆଉ ଜଙ୍କ ଫୁଡ଼୍ ଅଧିକା ମାତ୍ରାରେ ମାଗିଥାଏ। ସେତେବେଳେ ଆପଣଙ୍କ ବ୍ରେନ୍କୁ ଇନଷ୍ଟାଣ୍ଟ ଏନର୍ଜି ଜରୁରୀ ହୋଇଥାଏ। କ୍ରେଭିଂସ୍କୁ କଣ୍ଟ୍ରୋଲ୍ କରିବା କିପରି? ପ୍ରଥମେ ସକାଳେ ଭଲ ନ୍ୟୁଟ୍ରିସନ୍ ନେବାର ଷ୍ଟାର୍ଟ କରନ୍ତୁ। ସକାଳର ବ୍ରେକଫାଷ୍ଟ ବହୁତ ଇମ୍ପୋର୍ଟାଣ୍ଟ। ଯଦି ଆପଣମାନେ ଚା ବିସ୍କୁଟ୍ ଯଦି ନେଉଛନ୍ତି, ଆପଣଙ୍କର କ୍ରେଭିଂସ୍ କେବେ ପିଛା ଛାଡ଼ିବ ନାହିଁ। ସବୁ ଖାଦ୍ୟରେ ପ୍ରୋଟିନ୍ ଆଡ଼୍ କରନ୍ତୁ। ପ୍ରୋଟିନ୍ ଲଙ୍ଗ୍ ଟାଇମ୍ ପର୍ଯ୍ୟନ୍ତ ଆମ ବଡ଼ିକୁ ଫୁଲଫିଲ୍ ରଖିଥାଏ। ହାଇଡ୍ରେସନ୍କୁ ମେଣ୍ଟେନ୍ ରଖନ୍ତୁ। ଦିନ ସାରା ଅଳ୍ପ ଅଳ୍ପ ପାଣି ପିଅନ୍ତୁ ଆଉ ଦେଖିବେ ଆପଣଙ୍କର କ୍ରେଭିଂସ୍ କଣ୍ଟ୍ରୋଲ୍ ହେବାକୁ ଲାଗିବ। ଯଦି ଆପଣମାନେ ଆପଣ ବଡ଼ିକୁ ପ୍ରପର୍ ନ୍ୟୁଟ୍ରିସନ୍ ଦେଇଥାନ୍ତି, ତାହେଲେ ଆପଣଙ୍କ କ୍ରେଭିଂସ୍ କଣ୍ଟ୍ରୋଲ୍ ହୋଇଥାଏ। ଭଲ ଲାଗିଥିଲେ ଏଇଭଳିଆ ହେଲ୍ଥ ଟିପ୍ସ ପାଇଁ ମୋତେ ଫଲୋ କରିବେ।